ମୁଁ ଅମର କୁମାର ବାରି ଆଜି ମୋର ସ୍ଥାନ ମଙ୍ଗ ଆଜି ଯୋଉ ଦୁଃଖଦ ଘଟଣା ଘଟିଗଲା 10-12 ବର୍ଷର ପିଲାଟି ପୋଖରୀରେ ଗୋଡ଼ ଖସି ଯିବାରୁ ମୃତ୍ୟୁ କରିଛନ୍ତି ଏବଂ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କଣ କେମିତି ଏ ଦୁଃଖଦ ଘଟଣା? କଥା ହଉଛି ସାର୍ ସେ ଅତି ଗରିବ ଶ୍ରେଣୀ ପରିବାର ଅଛି। ଛୋଟ ଛୁଆ 11 ବର୍ଷ ଷଷ୍ଠ କ୍ଲାସରେ ପାଠ ପଢୁଥିବା ତାଙ୍କର ଗୋଟେ ଶୁଦ୍ଧି କ୍ରିୟା ଥିଲା। ସେ ଶୁଦ୍ଧି ହେବା ପାଇଁ ଯାଇଥିଲେ ଆମର ପୋଖରୀ ପାଖକୁ। ପୋଖରୀରୁ ଶୁଦ୍ଧି ହେଲା ପରେ ସେମାନେ ତାଙ୍କ ଆଉ ଗୋଟେ ତାର ଗୋଟେ ସାନ ଭାଇ ସେ 2 ଜଣ ସାଙ୍ଗ ହେଇକି ଯାଇଥିଲେ ପୋଖରୀ ଗାଧେଇବାକୁ। ଏମାନେ ଅନ୍ୟମାନେ ଗାଧେଇକି ଉଠି ଆସିଲା ପରେ ସେମାନେ ଗାଧଉଥିଲେ। ସେମାନେ ସବୁଦିନ ଜାଣନ୍ତି ସେମାନେ ଗାଧେଇକି ଯାଆନ୍ତି ବୋଲି, କିନ୍ତୁ ଏମିତି ସମୟ ହେଲା ଯେ ସେ ପିଲାଟି ତାର ଗୋଡ଼ ଖସିଯାଇଛି ପାଣି, କାରଣ ଭରା ପୋଖରୀ ବର୍ତ୍ତମାନ। ସେ ଯେତେବେଳେ ଖୋଜିଛି ତା ଭାଇକି ଯେ ମୋ ଭାଇ କୁଆଡ଼େ ଗଲା ଆଉ ପାଇଲାନି, କହିଲା ମୋ ଭାଇ କୁଆଡ଼େ ପଳେଇଗଲା। କିନ୍ତୁ ଅନ୍ୟମାନେ ସେଠି ଆମର ଯୋଉ କାମ କରନ୍ତି ଯୋଉ ଆଦିବାସୀ ଯୋଉ ମୁସଲମାନ ମାନେ ଅଛନ୍ତି ସେମାନେ କାମ କରୁଥିଲେ, ସେମାନେ ଯାଇ ଖୋଜାଖୋଜି କରି ଦେଖିଲା ବେଳକୁ ସେ ପାଣି ଭିତରୁ ତାକୁ ଉଠେଇକି ଆଣିଲେ। ଆସିଲା ବେଳକୁ ଆଉ ସେ ସନ୍ଧ୍ୟା ହେଇନଥିଲା, ତାକୁ ପାଣି ତା ପେଟରୁ ବାହାର କରାଗଲା। ତାପରେ ଆମର ସାନମୁଗ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଲେ, ସେମାନେ ଇଏ କରିଦେଲେ ଯେ ଆଳିକି ନେଇଯାଅ। ଆଳିରେ ଯାଇ ପହଞ୍ଚିଲା ପରେ ଆଳି ତାକୁ ଡେଥ୍ କରି ଘୋଷଣା କରିଦେଲେ। କିନ୍ତୁ ମୋର ସରକାରଙ୍କୁ ଏତିକି ଅନୁରୋଧ, ସେ ଅତି ଗରିବ ଶ୍ରେଣୀର ଲୋକ। ତା ବାପା ପରର ମଜୁରୀ ଲାଗିଲେ ଖାଏ, ତାର ଗୋଟିଏ ପୁଅ ଆଉ ଗୋଟିଏ ଝିଅ। କିନ୍ତୁ ମୁଁ ସରକାରଙ୍କୁ ଏତିକି ଅନୁରୋଧ କରୁଛି ଯେ ସରକାର ସେ ପରିବାର ପାଇଁ କିଛି ସାହାଯ୍ୟ କରନ୍ତୁ ଏବଂ ତୁରନ୍ତ ବି ସାହାଯ୍ୟ କରନ୍ତୁ। କାରଣ ଆଉ ତାପରେ ଆମ ଓଡ଼ିଶାରେ ଯେତେ ଫାଉଣ୍ଡେସନ କମ୍ପାନୀ ଅଛି ସେମାନଙ୍କୁ ବି ମୁଁ ଅନୁରୋଧ କରୁଛି ସେମାନେ କିଛି ସାହାଯ୍ୟର ହାତ ଦିଅନ୍ତୁ। ବାସ୍ ମୋର ଏତିକି ସରକାରଙ୍କୁ ଅନୁରୋଧ, ସରକାର ତାଙ୍କ ପରିବାର ପାଇଁ କିଛି ସାହାଯ୍ୟ କରନ୍ତୁ। ଧନ୍ୟବାଦ। ସରକାରଙ୍କର ଯାହା ରୁଲ ବା ନିୟମ ଅଛି ସେଇ ହିସାବରେ ଟିକେ ସରକାର ସହଯୋଗର ଦେଲେ ଗରିବ ପରିବାର ଟିକେ ଉପକୃତ ହୁଅନ୍ତୁ। ଧନ୍ୟବାଦ। ମୋ ନାଁ ସୁଚିସ୍ମିତା ନାୟକ। ମୋର ସେ ଗୋଟେ ନାତିଟିଏ ହେବେ। ସେ ଯାଇଥିଲେ ଶୁଦ୍ଧି ଘର କାମରେ। ସେ ଶୁଦ୍ଧି ହଉ ହଉ ଗୋଡ଼ ଖସିଗଲା। ଶୁଦ୍ଧି ସାରିକି ଗୋଡ଼ ଖସିଗଲା, ତାର ଏମିତି ପାଣିରେ ବୁଡ଼ିଗଲେ। ମେଡିକାଲ ନେଲେ ମେଡିକାଲ ନେଇଲେ ଆଳି ମେଡିକାଲ କୋଉ କ୍ଲାସ ପିଲା ପଢୁ? ଷଷ୍ଠରେ ପଢୁଥିଲେ। ସପ୍ତମରେ ଆୟୁଷ କୁମାର ଜେନା ମେଡିକାଲ ଡାକ୍ତର ମୃତ୍ୟୁ ଘୋଷଣା ଡାକ୍ତର ବାବୁ। କଣ ଚାହୁଁଛନ୍ତି ସରକାର ଯାହା କିଛି ସାହାଯ୍ୟ କରୁଛୁ ଆଉ କଣ କରିବୁ, ତାଙ୍କ ବାପା ମା ତ ଏରକମ, ଆପଣ ଯାହା କରିବେ। ଧନ୍ୟବାଦ। अशोक कुमार साहू दुकान जो पर बढ़िया पटामुंडे कर दे ନଈରେ ପୋଖରୀ ଗାଧୋଇବା ଭିତରେ ସେ ଦିଅର କହିଲେ ଯେ ଏତୁଠୁ ସେତୁଠୁ ପଳେଇ ଗଲେ, ଆମେ ଟିକେ ଅଣାଅଦା ହେଇଗଲା ଆମ ଦିଅର। ସେ ବହୁତ ତା ଗୋଡ଼ ଖସିଗଲା, ବୁଡ଼ିଗଲେ। मेडिकल नहीं ଆଜ୍ଞା ମେଡିକାଲ वो मेडिकल नहीं आली मेडिकल डॉक्टर कौन मत घोषणा कौन ए चाहते सरकार साहाଯ୍य धन्यवाद। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।